হ্যালো স্টুডেন্ট, ওয়েলকম টু মাই यूट्यूब ଚ୍ୟାନେଲ ବିଶ୍ୱ ଓଡ଼ିଆ ଏଜୁକେସନ୍। ଏହି ଚ୍ୟାନେଲଟି ସମ୍ପୂର୍ଣ୍ଣ ନୂଆ ଅଟେ। ଲାଇକ୍ ସେୟାର ସବସ୍କ୍ରାଇବ୍ କରି ଆଗକୁ ବଢ଼ିବାକୁ ସାହାଯ୍ୟ କରନ୍ତୁ। ଆଜିର ବିଷୟଟି ହେଉଛି ବାକ୍ୟ ବିଚାର ଦଶମ ଶ୍ରେଣୀର ଓଡ଼ିଆ ଗ୍ରାମର ପ୍ରଥମ ୟୁନିଟ୍। ଚାଲନ୍ତୁ ଦେଖିବା ଏହି ବିଷୟରେ କ'ଣ ଅଛି। ବାକ୍ୟ ବିଚାର ଯେତେବେଳେ ଆସେ, ବାକ୍ୟକୁ ବିଚାର କରିବା ଅର୍ଥାତ୍ ବାକ୍ୟ ବିଷୟରେ କିଛି ଆନାଲିସିସ୍ କରିବା ବା ଜାଣିବା। କହି କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର। ବାନ୍ଧିବା କ'ଣ? ଯଦି ଗୋଟେ ଝିଅଟିକୁ ସୁନ୍ଦର ଭାବରେ ସେ ସାଜସଜା ହୁଏ, ବିଭିନ୍ନ ଅଳଙ୍କାର ମାନ ତା ଶରୀରରେ ଭୂଷଣ ମାନ ବାନ୍ଧେ, ତାହେଲେ ସେ ସୁନ୍ଦର ଦେଖାଯିବ। କହି ଜାଣିଲେ କଥା ସୁନ୍ଦର କ'ଣ ନା, ଗୋଟେ ବାକ୍ୟକୁ ଯଦି ଆମେ ସୁନ୍ଦର ଭାବରେ କହି ଜାଣିବା, ତାହେଲେ ସେ ଶ୍ରୋତାକୁ କ'ଣ କରିବ ନା ସୁନ୍ଦର ଭାବ ପ୍ରଦାନ କରିବ। କିନ୍ତୁ ସେହି ବାକ୍ୟକୁ ଯଦି ଆମେ ବିପରୀତ ଅର୍ଥରେ ନେଉଛେ, ବିଭିନ୍ନ ପ୍ରକାର ପ୍ରୋସେସରେ ବୁଝଉଛେ, ତାହା ଆମକୁ ଶୁଣିବାକୁ ଖରାପ ଲାଗିଥାଏ। ତ ସେଥିପାଇଁ ବାକ୍ୟ ବିଚାର, କେମିତି ଗୋଟେ ୱାର୍ଡ଼କୁ ଲେଖିଲେ, ଗୋଟେ ଶବ୍ଦକୁ କେମିତି ଲେଖିଲେ, କେଉଁ ଶବ୍ଦ ପାଖରେ କେଉଁ ଶବ୍ଦ ରଖିଲେ ବାକ୍ୟଟି ସୁନ୍ଦର ଲାଗିବ, ବାକ୍ୟଟି ଅନ୍ୟ ଜଣକୁ ଆକୃଷ୍ଟ କରିବ, ତାହାକୁ ଜାଣିବାକୁ ହେଲେ, ଗୋଟିଏ ବାକ୍ୟକୁ ସମ୍ପୂର୍ଣ୍ଣ ଭାବେ ଶୁଦ୍ଧ କରିବାକୁ ହେଲେ ଆମକୁ ବାକ୍ୟ ବିଚାର ପଢ଼ିବାକୁ ପଡ଼ିବ। ଚାଲନ୍ତୁ ଆମେ ଜାଣିବା ବାକ୍ୟ ବିଚାରରେ କ'ଣ ଏମିତି ବିଷୟ ଅଛି। ବିଷୟକୁ ବୁଝିବାକୁ ଯେ ଆମେ ତିନୋଟି ପ୍ରଥମେ ଉଦାହରଣ। କ ଉଦାହରଣ ଅରୁଣ କାଲି, ତାପରେ ଖ ଉଦାହରଣ ଗଛରେ ଚଢ଼ି, ଗ ଉଦାହରଣ ଆମ୍ବ ତୋଳିଲା। ଆଚ୍ଛା, ଏ ତିନୋଟି ବାକ୍ୟରେ ସମ୍ପୂର୍ଣ୍ଣତା ରହିଛି କି ରହିନି? ଏହା ଆମ କାନକୁ ଶୁଣିବାକୁ ଗୋଟେ ଅଖାଡ଼ୁଆ ଭଳିଆ ଲାଗୁଛି, ଅବାଗିଆ ଲାଗୁଛି, ଅଶୁଦ୍ଧ ବାକ୍ୟ ପରି ଲାଗୁଛି। ଯଦି ଆମେ ଏ କ ଖ ଗ ତିନୋଟି ପ୍ରଶ୍ନକୁ ମିଶାଇ ଦେବା, ତିନୋଟିକୁ ମିଶେଇକିରି ଗୋଟେ ବାକ୍ୟ ତିଆରି କରିବା, ଅରୁଣ କାଲି ଗଛରେ ଚଢ଼ି ଆମ୍ବ ତୋଳିଲା, ତାହେଲେ ଏ ବାକ୍ୟଟି ସମ୍ପୂର୍ଣ୍ଣ ଭାବରେ ଶ୍ରୁତି ମଧୁର ହେବ। ଏହା ମନରେ ଭାବକୁ ପୂର୍ଣ୍ଣ ରୂପେ କ'ଣ କରିବ, ମନର ଯେଉଁ ଭାବ ଅଛି ତାହାକୁ ଅନ୍ୟ ପାଖରେ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରିବ। ଏକ ବା ଏକାଧିକ ପଦ ମିଳିତ ହୋଇ ଯେଉଁଠି ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରନ୍ତି, ତାହାକୁ କୁହାଯାଏ ବାକ୍ୟ। ତାହାକୁ କ'ଣ କୁହାଯାଏ? ବାକ୍ୟ କୁହାଯାଏ। ଗୋଟିଏ ବାକ୍ୟ ଆଉ ଗୋଟିଏ ପଦ ଆଉ ଗୋଟିଏ ପଦ, ପଦ ବୁଝିପାରୁଛ, ଶବ୍ଦ ବା ପଦ ବୁଝିପାରୁଛ, ଶବ୍ଦ ମାନଙ୍କ ସମାହାରକୁ ମିଶିକିରି ପଦ ହୁଏ। ପଦ ମାନେ ମିଶିକିରି ଦୁଇ ବା ତତୋଧିକ, ଏକ ନୁହଁ, ଏକ ହେବ ନାହିଁ, ଏକ ଠାରୁ ଅଧିକା, ଦୁଇ କିମ୍ବା ତତୋଧିକ ପଦ ମିଶିକିରି ଯୋଉଠି ଗୋଟେ ବ୍ୟକ୍ତିର ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ବୁଝାଏ, ତାହାକୁ ଆମେ କ'ଣ କହିବା ନା ବାକ୍ୟ କହିବା। ଏଇ ବାକ୍ୟ ପରେ ଆସୁଛି ଆମର ଯୋଗ୍ୟତା, କ୍ୱାଲିଟି। ବାକ୍ୟ ପରେ କ'ଣ ଆସୁଛି ନା ଯୋଗ୍ୟତା। ଯୋଗ୍ୟତା ହେଉଛି କ୍ୱାଲିଟି। କି ବାକ୍ୟଟା ଆମର କେତେ ଉଚ୍ଚ କୋଟିର ବାକ୍ୟ, ଆମେ ଯେଉଁ ଶବ୍ଦ କହୁଛେ ସେ ଶବ୍ଦ ଅନ୍ୟ ଜଣକୁ କେତେ ଜୋରରେ ଆକୃଷ୍ଟ କରୁଛି, କେତେ ଜୋରରେ ତା ମନକୁ କିଣୁଛି, କେତେ ଜୋରରେ ତାକୁ ଶୁଣିବାକୁ ଭଲ ଲାଗୁଛି, ତମ କଥାଟା କେତେ ତାକୁ ମାନେ କେତେ ସିଏ ନଉଛି ତମ କଥାକୁ, ବା ତମ କଥାର ଭ୍ୟାଲୁ ତା ପାଇଁ କେତେ, ସେଇଟାକୁ କୁହାଯାଏ ଯୋଗ୍ୟତା। ତେମେ ଏମିତି ଶବ୍ଦ କହିବ, ଏମିତି ଶବ୍ଦକୁ ସଂଯୋଜନା କରିବ, ଯାହାଦ୍ୱାରା ଶୁଣୁଥିବା ବ୍ୟକ୍ତିଟି, ସେ ଯେଉଁ ବାକ୍ୟଟି ଶୁଣୁଥିବ, ସେ ବାକ୍ୟ ଦ୍ୱାରା ତା ମନରେ ଥିବା ପ୍ରତ୍ୟେକ ଦ୍ୱନ୍ଦ୍ୱ, ଏବଂ ଯେମିତି ଗୋଟେ ତାର ଗୋଟେ ବଡ଼ ଟେନସନଟା ଗଲା, ସେ ତମ କଥାଟା ପଦେ ଶୁଣିଦେବ, ମାନେ ତମେ ଏମିତି ପଦେ କଥାଟା କହିଦେବ, ବରଂ ଖରାପ କଥା ହେଇଥିଲେ ମଧ୍ୟ କିନ୍ତୁ ତାହା ତା ମନକୁ ବାଧିବ ନାହିଁ। ଯୋଗ୍ୟତା, ତାକୁ କୁହାଯାଏ ଯୋଗ୍ୟତା। ସେମିତି ବାକ୍ୟ ମଧ୍ୟରେ କେମିତି ବାକ୍ୟଟିଏ ସୃଷ୍ଟି କଲେ ତାହା ଯୋଗ୍ୟତା ଅଭାବ ହେବ ନାହିଁ, ସେ ବାକ୍ୟର ଯୋଗ୍ୟତା ଅଭାବ ହେବ ନାହିଁ, ବା ଜଣକୁ ସେ ସେଇ ଭଳିଆ ଆକୃଷ୍ଟ କରିବ, ବା ତାକୁ ସେଇ ବାକ୍ୟ ତା ଆଡ଼କୁ ଟାଣିବ। ଯେମିତି ଗୋଟେ ବାଳକଟି ଉଡ଼ୁଅଛି। ଆଚ୍ଛା, ବାଳକ କୋଉଠି ଉଡ଼ିବାର ତମେ ଦେଖିଛ? ଗୋଟେ ପିଲାଟା କେବେ ଉଡ଼ି ପାରିବ କି? ଆ ଦେହରେ ପିଲାର ମାନେ କିଛି କଥାର କିଛି ଭ୍ୟାଲୁ ରହିଲା? ଛେଳି ଗୀତ ଗାଉଛି, ଛେଳି ଗୋଟେ ପଶୁ, ତାର ପାଟି ଫିଟିବ କି? ସେ ଗୀତ ଗାଇପାରିବ କି? ଗାଇପାରିବ ନାହିଁ। କିନ୍ତୁ ଏଇ ଯେଉଁ ସବୁ କଥା ଅର୍ଥହୀନ କଥା, ତାହାକୁ ହିଁ ଆମେ ଯୋଗ୍ୟତା
ତାହେଲେ ଯୋଗ୍ୟତାର ଆକୁରେଟ୍ ମିନିଂଟା କ'ଣ? ବାକ୍ୟରେ ବ୍ୟବହାର କରାଯାଉଥିବା ପଦ ଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ ଯୋଗ୍ୟତା କୁହାଯାଏ। ଯୋଗ୍ୟତା କାହାକୁ କୁହାଯାଏ? ନା ଗୋଟିଏ ବାକ୍ୟ ବ୍ୟବହାର କରାଯାଉଥିବା ବାକ୍ୟ, ଆଉ ଗୋଟିଏ ବାକ୍ୟ, ସେ ବାକ୍ୟ ସେ ବାକ୍ୟରେ ବ୍ୟବହାର କରାଯାଉଥିବା ପଦ ଗୁଡ଼ିକ ବା ଯେଉଁ ଶବ୍ଦ ସବୁ ୟୁଜ୍ କରାଯାଏ, ସେ ଶବ୍ଦମାନଙ୍କ ମଝିରେ ଯଦି ଫ୍ରେଣ୍ଡସିପ୍ ନଥାଏ ବା ପାରସ୍ପରିକ ସମ୍ବନ୍ଧ ବା ତାଙ୍କ ଭିତରେ ଫ୍ରେଣ୍ଡସିପ୍ ବା ବନ୍ଧୁତା ଯଦି ନଥାଏ ଶବ୍ଦମାନଙ୍କ ଭିତରେ, ତାହେଲେ ଯଦି ଦୁଇଟି ପିଲାଙ୍କ ମଧ୍ୟରେ ବନ୍ଧୁତା ନଥିବ, ଶତ୍ରୁତା ଥିବ, ପରସ୍ପର ଭିତରେ ମାଡ଼ଗୋଳ ହେବେ ବା ସବୁବେଳେ ଟେଁଟା ହେବେ। ତ ସେଇ ବାଗିଆ ଯଦି ଦୁଇଟି ଶବ୍ଦ ମଧ୍ୟରେ ପାରସ୍ପରିକ ସମ୍ବନ୍ଧ ନଥିବ ବା ଫ୍ରେଣ୍ଡସିପ୍ ନଥିବ ବା ତାଙ୍କ ଭିତରେ ବନ୍ଧୁତା ନଥିବ, ସେ ଶବ୍ଦଟା ହିଁ ସେମିତି ଅଖାଡ଼ୁଆ ଲାଗିଥାଏ ବା ଶୁଣିବା ପାଇଁ ଅଶୁଦ୍ଧକର ଲାଗିଥାଏ। ତାହାକୁ କୁହାଯାଏ ଯୋଗ୍ୟତା। ତାପରେ ଆସୁଛି ଆମର ଆକାଂକ୍ଷା। ଆକାଂକ୍ଷା ଶବ୍ଦଟା କହିଲେ ଆମକୁ ଆକାଂକ୍ଷା, ଇଚ୍ଛା, ଆକାଂକ୍ଷା ଏଇସବୁ ଶବ୍ଦ, ଓଡ଼ିଆ ଶବ୍ଦ ଆମକୁ ମନେ ପଡ଼ିଯାଉଛି। ତାହେଲେ ଆକାଂକ୍ଷା ଆମେ କହିଲେ କ'ଣ? ନା ଆକାଂକ୍ଷା ପ୍ରକୃତରେ କ'ଣ? ନା ଆକାଂକ୍ଷାର ସଂଜ୍ଞା ହେଉଛି ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦ ଗୁଡ଼ିକର ଅର୍ଥବୋଧକତା ପାଇଁ ଅପେକ୍ଷା କଲେ ତାହାକୁ ଆକାଂକ୍ଷା କୁହାଯାଏ। କ'ଣ ହେଇଛି? ନା ଏଠି ଗୋଟିଏ ପଦ ଆଉ ଗୋଟିଏ ପଦର ଅର୍ଥ ବୁଝେଇବା ପାଇଁ ଚେଷ୍ଟା କରୁଥିବ, ସେଇଟା ଅର୍ଥ ନ ବୁଝେଇଲେ ଇଏ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ, ତାହାକୁ ଆକାଂକ୍ଷା କୁହାଯାଏ। ଉଦାହରଣ ସ୍ୱରୂପ, ମଦନ ସହିତ ଡ୍ୟାସ୍, ବାକ୍ୟଟି ସମ୍ପୂର୍ଣ୍ଣ କଲି ନାହିଁ, ଏଇଠି ଛାଡ଼ିଦେଲି, ତାହେଲେ କ'ଣ ହବ? ତୁମେ ମାନେ ବୁଝିବା ପାଇଁ ଅସୁବିଧା ହବ। କ'ଣ ମଦନ ସହିତ, ଆଉ କ'ଣ କୁହନ୍ତୁ ଆଗକୁ। ଯଦି ମୁଁ ସେଇ ପ୍ରଶ୍ନଟାକୁ ବଦଳେଇକିରି ମଦନ ସହିତ ତାଙ୍କ ବାପା ଆସିବେ କହିଦେଲି, ତାହେଲେ ଜାଣିପାରିଲେ ଜଣେ ଜଣକୁ କହୁଛି ଯେ ମଦନ ସହିତ ତା ବାପା ଆସିବେ ବୋଲି, ତାଙ୍କ ଘରକୁ ହଉ କି ତାଙ୍କ ଯେଉଁ ଯେକୌଣସି ଜାଗାକୁ ହଉ। କିନ୍ତୁ ଯଦି ଏ ବାକ୍ୟରେ ପଦ ସହିତ ଅନ୍ୟ ପଦ ଅପେକ୍ଷା କରିଥିବ, ଅର୍ଥବୋଧକ ପାଇଁ ଅପେକ୍ଷା, ତାର ମିନିଂ ଅର୍ଥାତ୍ କହିବାକୁ ଗଲେ ଗୋଟିଏ ବାକ୍ୟରେ ଗୋଟିଏ ପଦ ଆଉ ଗୋଟିଏ ପଦକୁ ଅନେଇଥିବ, ଏଇଟା ବସିଲେ ମୋ ଇଏ ଆଇଲେ, ଧର ତମେ ଯାଉଛ କୋଉଠି ପିକନିକ୍, ଦୁଇ ଜଣ ସାଙ୍ଗ ହେଇକି ଯାଉଛ, ବହୁତ ପିଲା ଯାଉଛ, ତମ ସାଙ୍ଗ ଜଣେ ପ୍ରିୟ ସାଙ୍ଗ ଆସିନି, ଲେଟ୍ କରିଛେ, ତମେ ତାକୁ ଅନେଇଥିବ କି ଏଇ ପିଲାଟା ଆସିଲେ ଆମ ପିକନିକ୍ ଯିବା ପିଲାଟା ଫୁଲ୍ ହେବେ, ଆମେ ଯିବୁ। ତ ସେଇ ବାଗିଆ କ'ଣ ଆକାଂକ୍ଷା କ'ଣ ହେଉଛି? ନା ବାକ୍ୟ କ'ଣ କରିଥିବ? ଅନେଇଥିବ ପଦ, ବାକ୍ୟରେ ପଦ ଅନେଇଥିବ, ଏଇ ପଦଟା ଆସିଲେ ମୋ ପାଖରେ ବସିଲେ ମୁଁ ଯାଇକିରି ସମ୍ପୂର୍ଣ୍ଣ ହେବି, ତାହାକୁ କୁହାଯାଏ ଆକାଂକ୍ଷା। ଆସିବାର ମାନେ ଆଉ ଆଗ୍ରହ କରିବା, ଅନେଇ ବସିବା। ଆକାଂକ୍ଷା ଶବ୍ଦର ସର୍ଟ ମିନିଂ ହେଉଛି ଅନେଇକିରି ବସିବା। ଆସକ୍ତି। ଆସକ୍ତି ଶବ୍ଦ କହିଲେ ଏଇଆ ବୁଝାଏ ଯେ ଆସକ୍ତି ବା ଟାଣି ରଖିବା, ଯେଉଁ ଗୋଟିଏ ଶବ୍ଦକୁ ଜଣକୁ ଟାଣିକି ମାନେ କ'ଣ ଲୋଭାୟିତ କରିବା, ତାକୁ କୁହାଯାଏ ଆସକ୍ତି। ଆସକ୍ତି କିନ୍ତୁ ଏଠି କିନ୍ତୁ ଅଛି ଆସକ୍ତି ନୁହଁ, ଆସକ୍ତି ଅଛି। ଆସକ୍ତିର ଶବ୍ଦର ଅର୍ଥ ହେଉଛି ବାକ୍ୟରେ ଥିବା ପଦ ଯୋଜନା ବା ସୌନ୍ଦର୍ଯ୍ୟ ହେଉଛି ଆସକ୍ତି। ଆସକ୍ତି କ'ଣ? ନା ଗୋଟିଏ ବାକ୍ୟର ବିଉଟିନେସଟା, ଗୋଟେ ବାକ୍ୟର ସୌନ୍ଦର୍ଯ୍ୟ ହେଉଛି ଆସକ୍ତି। ଏ ବାକ୍ୟଟା କେତେ ଦୂର ସୁନ୍ଦର ଲାଗୁଛି, ଏ ବାକ୍ୟଟା କେତେ ଦୂର ଆକୃଷ୍ଟ କରୁଛି, ଏ ବାକ୍ୟଟା କେତେ ଦୂର ଭଲ ଶୁଭାଯାଉଛି, ଶୁଣିବାକୁ ଶୁଭାଯାଉଛି, ଭଲ ଦେଖାଯାଉଛି, ପଢ଼ିବାକୁ ଭଲ ଲାଗୁଛି, ଏଇ ଯେଉଁ ସୌନ୍ଦର୍ଯ୍ୟ ବାକ୍ୟର, ଏଇଟାକୁ କୁହାଯାଏ ଆସକ୍ତି। ଏହାଦ୍ୱାରା କାହା ପରେ କେଉଁ ପଦ ରହିଲେ ତାହା ବାକ୍ୟରେ ଭାବକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବ ତାହା ବୁଝାଇଥାଏ। ଏଇ ଯେଉଁ ଆସକ୍ତିଟା କ'ଣ କରିଥାଏ? ନା କେଉଁ ବାକ୍ୟ ପରେ କେଉଁ ବାକ୍ୟ ବସିଲେ ଭଲ ଲାଗିବ ସେଇଟାକୁ କ'ଣ କରିଥାଏ? ନା ବୁଝାଇଥାଏ। ଆସକ୍ତିକୁ ମଧ୍ୟ ପଦ ବିନ୍ୟାସ କୁହାଯାଏ। ଏଇଠି ପିଲାମାନେ ଗୋଟେ ମନେ ରଖିଥିବ, ପଦ ବିନ୍ୟାସ କାହାକୁ କୁହାଯାଏ? ନା ଆସକ୍ତିକୁ ମଧ୍ୟ ପଦ ବିନ୍ୟାସ କୁହାଯାଏ। ଉଦାହରଣ ଦବା, ଆସକ୍ତି କ'ଣ? ହୋଇ ହେଲେ ପ୍ରାପ୍ତ ବୁଦ୍ଧତ ଗୌତମ ତପସିଦ୍ଧ, ଏ ୱାର୍ଡ଼ଟା କହିଲି, ଏ ୱାର୍ଡ଼ଟା ତ ତମ ବହିରେ ଅଛି, ଗୌତମ ବୁଦ୍ଧ ତପସିଦ୍ଧ ହୋଇ ବୁଦ୍ଧତ୍ୱ ପ୍ରାପ୍ତ କଲେ। କିନ୍ତୁ ମୁଁ ଗୋଟିଏ ଉଦାହରଣ ଦେଉଛି, ରାନୁ 4ଟା ବେଳେ ସ୍କୁଲକୁ ସାଇକେଲରେ ଆସିଲା, ହଉନି। ଯଦି ଆମେ ଏଇ ଶବ୍ଦକୁ ଓଲଟେଇବା, ରାନୁ 4ଟା ବେଳେ ସାଇକେଲରେ ସ୍କୁଲରୁ ଆସିଲା,
ତାହେଲେ ଏ ଶବ୍ଦଟା ସୌନ୍ଦର୍ଯ୍ୟପୂର୍ଣ୍ଣ ଲାଗୁଛି ବା ସୁନ୍ଦର ଲାଗୁଛି। ତେଣୁ ଆ ଦେହରେ କ'ଣ ହେଇଛି ନା ଏଇ ଯେଉଁ ଶବ୍ଦଟା ପ୍ରଥମ ଶବ୍ଦ ବ୍ୟବହାର କରାଯାଏ ତା ଦେହରେ ଆସକ୍ତିର ଅଭାବ ଥିଲା, ଅର୍ଥାତ୍ ସୌନ୍ଦର୍ଯ୍ୟର ଅଭାବ ଥିଲା। ତାପରେ ନେକ୍ସଟ ଅଛି ଆକାଂକ୍ଷା। ଏ ବାକ୍ୟାଂଶ କ'ଣ? ବାକ୍ୟର ବୁଝା ପଡ଼ୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ କେତୋଟି ପଦ ସଂହତିକୁ ବାକ୍ୟାଂଶ କୁହାଯାଏ। ଅର୍ଥାତ୍ ହରିହର କଥା ଶୁଣି ମା, ମାନେ କ'ଣ ହେଉଛି ଏଇଟା ଇଏ ହେଇଗଲା କ'ଣ, ହରିହର କଥା ଶୁଣି ମା ଆଶ୍ଚର୍ଯ୍ୟ ହେଇଗଲେ କି ତାଟକା ହେଇଗଲେ, ଏଇଟା ଆଗରୁ ବୁଝା ପଡ଼ିଯାଉଛି। କି ଆପରେ ଏଇଟା ହେଉଛି ଆଶ୍ଚର୍ଯ୍ୟ ହେଇଗଲେ। ତମ କଥା ତ ଯେଉଁ ଏମିତି ଯେଉଁ କହନ୍ତି, ଅର୍ଥାତ୍ ତାକୁ କୁହାଗଲା କି ଏ କଥା କହିବା ସମ୍ପୂର୍ଣ୍ଣ କରିବା ପୂର୍ବରୁ ଆଉ ଜଣେ ଜାଣିପାରିଥିବ। ବାକ୍ୟାଂଶ କହୁଛି ବାକ୍ୟର ବୁଝା ପଡ଼ୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ କେଶରେ ପଦ ସଂହତିକୁ ବାକ୍ୟାଂଶ କୁହାଯାଏ। ଅର୍ଥାତ୍ ତମେ ଗୋଟେ ବାକ୍ୟ କହୁଥିବ, ସେ ବାକ୍ୟ ସମ୍ପୂର୍ଣ୍ଣ ହଉ କି ନ ହଉ, ବାକ୍ୟ ତ ସମ୍ପୂର୍ଣ୍ଣ ହେବ ନାହିଁ କେବେ ବାକ୍ୟାଂଶରେ, ବାକ୍ୟରେ କିଛି ଅଂଶ ରହିଯିବ ବଳକା। ବାକ୍ୟାଂଶ ଅର୍ଥାତ୍ ବାକ୍ୟରୁ କିଛି ଅଂଶ ବଳି ପଡ଼ିବ ହେଲା, କିନ୍ତୁ ସେଇ ବଳକା ଅଂଶ ତମେ କହିବା ପୂର୍ବରୁ ଆଉ ଜଣେ ବୁଝି ସାରିଥିବ ସେ ତମେ କ'ଣ କହିବାକୁ ଚାହୁଁଛ, ତାକୁ କୁହାଯାଏ ବାକ୍ୟାଂଶ। ବୁଝିପାରିଲ? ବାକ୍ୟାଂଶଟା ହେଉଛି ବାକ୍ୟରେ ବଳି ପଡ଼ିଥିବା କିଛି ଅଂଶ, ବଳକା ଅଂଶ, ଯେଉଁ ଅଂଶକୁ ତମକୁ କହିବାକୁ ପଡ଼ିନଥାଏ, ଅନ୍ୟ ଜଣେ କିନ୍ତୁ ସେ ତମେ କହିବା ପୂର୍ବରୁ ସେ ଜାଣିଥାଏ ତମେ କ'ଣ କହିବ। ତାପରେ ଆସୁଛି ଆମର ଖଣ୍ଡବାକ୍ୟ। ଖଣ୍ଡବାକ୍ୟ ମାନେ ଖଣ୍ଡେ, ଖଣ୍ଡବାକ୍ୟକୁ ସର୍ଟରେ କହ ଖଣ୍ଡେ, ଯେଉଁ ବାକ୍ୟ ଅଧା, କିନ୍ତୁ ତା ମିନିଂଟା ସଂଜ୍ଞାଟା କ'ଣ କହିଦେଉଛି ଶୁଣ। ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଖଣ୍ଡବାକ୍ୟ କୁହାଯାଏ। ସବୁ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଖଣ୍ଡବାକ୍ୟ କୁହାଯାଏ। ଉଦାହରଣ ସ୍ୱରୂପ, ଯେଉଁମାନେ ପୃଥିବୀରେ ସମୟ କାଟନ୍ତି, ତାକୁ କ'ଣ କୁହାଯାଏ? ମାନବ କୁହାଯାଏ, ମଣିଷ କୁହାଯାଏ। କର୍ତ୍ତା କିଏ? ଯେଉଁମାନେ କାଟନ୍ତି, କ୍ରିୟାପଦ। ବୁଝିପାରିଲେ ତ? କିଏ ପଥର ହେବ, କିଏ କର୍ତ୍ତା, ହେବ କ୍ରିୟାପଦ। ଏଠି କ'ଣ କହିଲା? ଦୁଇ ବାକ୍ୟରେ କର୍ତ୍ତା କ୍ରିୟା ଥିଲେ ମଧ୍ୟ ଏହା ମନୋଭାବ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରୁନାହିଁ। ତେଣୁ ଉଦାହରଣ ବାକ୍ୟ ଖଣ୍ଡକୁ ଖଣ୍ଡବାକ୍ୟ କୁହାଯାଏ। ବୁଝିପାରିଲ ଏଥରକ ଖଣ୍ଡବାକ୍ୟ କାହାକୁ କୁହାଯାଏ? ଗୋଟିଏ ବାକ୍ୟର ଅଧେ ଅଂଶକୁ ଖଣ୍ଡବାକ୍ୟ କୁହାଯାଏ। ଯେଉଁମାନେ ପୃଥିବୀରେ ସମୟ କାଟନ୍ତି, ତ କ'ଣ ମନୁଷ୍ୟ କୁହାଯାଏ, ପଶୁ କୁହାଯାଏ, କି ପ୍ରାଣୀ ଜଗତ କୁହାଯାଏ, କି ଜୀବ ଜଗତ କିଛି ଲାଗିଥିଲେ ଯାହା ଜଣା ପଡ଼ିଥାନ୍ତା, କିନ୍ତୁ ଏଠାରେ କୌଣସି ଉଦାହରଣ ଦିଆଗଲା ନାହିଁ। ସେଥିପାଇଁ କୁହାଯାଇଛି ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଖଣ୍ଡବାକ୍ୟ କୁହାଯାଏ। ଅର୍ଥାତ୍ ଯେଉଁଠି ସମାପ୍ତ ହେବା କଥା ସେଠି ନ ରହିକି ତା ଅଧାରୁ ରହିଯାଇଥିବ। ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଖଣ୍ଡବାକ୍ୟ କୁହାଯାଏ। ଯେଉଁଠି ବାକ୍ୟଟି ସମ୍ପୂର୍ଣ୍ଣ ହେବା କଥା ସେଠି ସମ୍ପୂର୍ଣ୍ଣ ନହେଇ ଅଧାରୁ ରହିଯାଇଥିବ, ଆଉ କିଛି ଅଂଶ ଥବ ଯେଉଁଟା ଲାଗିଲେ ବାକ୍ୟର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ ପାଇବ। ତ ପିଲାମାନେ, ଆଜିର ଏଇଠି ଭିଡ଼ିଓଟି ଶେଷ ହେଉଛି। ପ୍ରଥମ ବିଷୟ ବାକ୍ୟ ବିଚାର ସରୁଛି। ରହୁଛି। ଜୟ ଜଗନ୍ନାଥ।